ତ ଯେତେବେଳେ ଆମେ ଭିଡିଓ ବନେଇବା ନା ତ ନିହାତି ଭାବରେ ଆମକୁ ଫାଷ୍ଟ ଫାଷ୍ଟ ବହୁତ ଲୋ ଫିଲ୍ ହୁଏ, କାହିଁକି ନା ମୁଁ ବି ଲୋ ଫିଲ୍ କରିଛି ଆଉ କ୍ୟାମେରା ସାମ୍ନା ଆସିବା ପାଇଁ ବହୁତ ଭୟ କରୁଛି। ଆଉ ମୁଁ କଲେଜରେ ବି ସ୍କୁଲରେ ବି କାହା ସାଙ୍ଗରେ କଥା ହୁଏ ନାହିଁ ନା, ମୁଁ ସାଇ ବନ୍ଦା। କଥା କହିବା ତ ଶିଖିବା ପାଇଁ ପଡିବ ଆଜିକା ଯୁଗରେ ଭାଇ। କଥା ଯଦି ନ କହିବ ନା ତମେ ନିହାତି ଭାବରେ ଠକିଯିବ ନା ନା ପେଲେ ଯାओगे। ଦେଖିଥିଲି ଯାହା ଆଜିର ଦୁନିଆରେ କିଛି ସ୍କିଲ୍ ବି ଶିଖିବା କଥା। ଖାଲି ପାଠ ପଢିଦେଲେ ହବ ନାହିଁ, କିଛି ସ୍କିଲ୍ ଶିଖିବା ପାଇଁ ପଡିବ ଭାଇ। ଗ୍ରାଜୁଏସନ ର ଡିଗ୍ରୀ ମୋର ବେକାର ପଡିଛି। ବେକାର ପଡିବ କି ଏଟା ଜାଣିଛ ତମେ। ଏତେ ଶୀଘ୍ର ତ ତମେ ଚାକିରି ପାଇବନି ଏଟା ମୁଁ ଜାଣିଛି। ଯେ ପର୍ଯ୍ୟନ୍ତ ତମେ ହାଇ ବାଲା ମାନେ ହାଇ ଲେବୁଲ ର ମାଇଣ୍ଡ କୁ ଡେଭଲପ ନ କରିଛ ନା ସେ ପର୍ଯ୍ୟନ୍ତ ତମର ଚାକିରି ପାଇବାଟା ବହୁତ କଷ୍ଟ ଭାଇ। କ୍योंकि ଆଜିକା ଯୁଗରେ ତ ପିଓ କୁ ପାଇବା ପାଇଁ ନା କେତେ ପିଜି ବାଲା ବନ୍ଦା ଯୋଉ ଷ୍ଟୁଡେଣ୍ଟ ସେମାନେ ବି ଏକ୍ଜାମ ଦେବା ପାଇଁ ଆସୁଛନ୍ତି। ତ ଆମେ କଣ କହିବି ଆଉ। ଗ୍ରାଜୁଏସନ ସାରିକି ଏପର୍ଯ୍ୟନ୍ତ ମୁଁ କିଛି ପଢି ପାରିଲି ମାନେ ଆର୍ଟସ ନେଇକି ତମେ ଗ୍ରାଜୁଏସନ କରିଛ ଆଉ ତମେ ଚାକିରି ପାଇବା ପାଇଁ ଆଶା କରୁଛ ତ ଭାଇ ଥୋଡା ସା ଦେଖ। ଭଲ ଯଦି ପାଠ ପଢୁଛ ତ ଭଲ କଥା, ଆଉ ଯଦି ତମେ ବି ମୋ ଭଳିଆ ମାନେ ଯଦି କରୁଛ ତ ନିହାତି ଭାବରେ ତମେ ଚାକିରୀ କଥା ଛାଡି ଦିଅ।